ଲୋକପ୍ରିୟତା ଏତେ ପ୍ରସିଦ୍ଧି ଜୀବନର ଅପରାହ୍ନରେ ଥାଇ ମଧ୍ୟ ଏବେ ବି ସେ ସିନେମା କରୁଛନ୍ତି। ସବୁକିଛି ତାଙ୍କର ଚାରିପାଖରେ ଘୁରି ବୁଲୁଥିଲା, କିନ୍ତୁ ତାଙ୍କର ମନ ଭିତରେ ସେ ସାହସ ବା ଦମ୍ଭ ନାହିଁ। ଯେମିତି ସେ ଫାଇଟ୍ ଦୃଶ୍ୟ କରିକି ସମସ୍ତଙ୍କୁ ହଚମିତ କରିଦେଉଥିଲେ, କିନ୍ତୁ ତାଙ୍କ ନିଜ ଜୀବନରେ ଯେତେବେଳେ ନିଜେ କିଛି ଡିସିସନ୍ ନେବାର ଥିଲା ସେ ଡିସିସନ୍ ନେଇପାରିଲେ ନାହିଁ, ଯାହାଦ୍ୱାରା ସେ ଦକ୍ଷିଣ ଭାରତର ପ୍ରମୁଖ ରାଜ୍ୟ ତାମିଲନାଡୁର ରାଜା ବା ଏବେକାର ଯେଉଁ ମୁଖ୍ୟମନ୍ତ୍ରୀ କହୁଛନ୍ତି ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଥାନ୍ତେ। ଏକାକି ନିଜେ ଦଳର ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଥାନ୍ତେ ଏବଂ ପିଢ଼ି ପାଇ ପିଢ଼ି ସମସ୍ତଙ୍କର ତାଙ୍କରି ଶାସନରେ ସମସ୍ତଙ୍କୁ ଶାସନ କରିଥାନ୍ତେ, କିନ୍ତୁ ନା, ତାଙ୍କର ସେ ସାହସ ନାହିଁ। ହଁ ଆଜ୍ଞା, ମୁଁ ଠିକ୍ କଥା କହୁଛି। ସେ ଲୋକଟି ଆଉ କେହି ନୁହନ୍ତି, ସେ ହେଉଛନ୍ତି ଦକ୍ଷିଣର ସୁପରଷ୍ଟାର ତାମିଲ ଚଳଚ୍ଚିତ୍ର ଦିଗ୍ବିଜୟ ବାଦଶାହ, ସେ ହେଉଛନ୍ତି ରଜନୀକାନ୍ତ। 2-3 ବର୍ଷ ତଳେ ସେ ଗୋଟେ ପାର୍ଟି ଗଢ଼ିଲେ ଏବଂ ଇଲେକ୍ସନ୍ କମିଶନ ଅଫ୍ ଇଣ୍ଡିଆ ପାଖରେ ରେଜିଷ୍ଟ୍ରେସନ୍ କଲେ, କିନ୍ତୁ କ'ଣ ହେଲା କେଜାଣି ପରବର୍ତ୍ତୀ ମୁହୂର୍ତ୍ତରେ 2-3 ମାସ ପରେ ସେ ପ୍ରତ୍ୟାହୃତ କଲେ ତାଙ୍କ ଦଳ ଏବଂ ତାଙ୍କ ଦଳକୁ ଭାଙ୍ଗିଦେଲେ। ଆଜି ଯଦି ସେ ଦଳ ଗଢ଼ିଥାନ୍ତେ, ଆଜି ଟିଭିକେର ବିଜୟ ତାମିଲ ଚଳଚ୍ଚିତ୍ର ଜଗତର ଅନ୍ୟତମ ନକ୍ଷତ୍ର ଯେଉଁ ବିଜୟ ଆଜି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯାଉଛନ୍ତି, ସେ ଜାଗାରେ ଆମେ ରଜନୀକାନ୍ତଙ୍କୁ ଦେଖିବାକୁ ପାଇଥାନ୍ତୁ। କାରଣ ରଜନୀକାନ୍ତ ତାଙ୍କଠୁ ଯଥେଷ୍ଟ ଲୋକପ୍ରିୟତା ଏବଂ ସବୁକିଛିରେ ଆଗୁଆ ସେ ଥିଲେ। ଲୋକ ମଧ୍ୟ ଚାହୁଁଥିଲେ, କାରଣ ତାମିଲ ହେଉ କି ଦକ୍ଷିଣ ଭାରତରେ ଚଳଚ୍ଚିତ୍ର ତାରକାଙ୍କୁ ଭଗବାନ ଭଳିଆ ମାନନ୍ତି। ସେହି ଜାଗାରେ ରଜନୀକାନ୍ତ ସେ ଚାନ୍ସ ବା ସେ ସୁଯୋଗ ସେ ପାଇପାରିଥାନ୍ତେ। ଆଜି ବିଜୟଙ୍କ ଜାଗାରେ ସେ ହେଇଥାନ୍ତେ ଆଉ ଗୋଟିଏ ଚଳଚ୍ଚିତ୍ରରୁ ଆସି ରାଜନୀତିରେ ପାଦ ଥାପିଥିବା ମୁଖ୍ୟମନ୍ତ୍ରୀ ହେଇପାରିଥାନ୍ତେ, କିନ୍ତୁ ତାଙ୍କ ମୁଣ୍ଡରେ ସୁନା କଳସ ପିନ୍ଧିବାର ନାହିଁ, ତାଙ୍କର ସେ ସୁଯୋଗ ନାହିଁ ଏବଂ ତାଙ୍କ ଭାଗ୍ୟରେ ମୁଖ୍ୟମନ୍ତ୍ରୀ ହେବାର କୌଣସି ମାତ୍ର କିଛି ରାଜତିଳକ ନାହିଁ। ଆଜି ତାଙ୍କର ଆଶାରେ ରହିଗଲା ଏବଂ ତାଙ୍କ ଜାଗାରେ ତାଙ୍କ ସିଂହାସନରେ ଆଜି ଟିଭିକେର ଅଧ୍ୟକ୍ଷ ବିଜୟ ହେବାକୁ ଯାଉଛନ୍ତି ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ହାଇରେ ଭାଗ୍ୟ, କ'ଣ ରଜନୀକାନ୍ତ ତମେ କଲ।